କୁକୁଡ଼ାଖନ୍ତି ବ୍ଲକ ସ୍ତରୀୟ ଗୁରୁ ଦିବସ ବ୍ରହ୍ମପୁର ବାବାଜୀ ତୋଟା ସାହି ଠାରୁ ଯେ ବି ପ୍ରାଙ୍ଗନ କଲ୍ୟାଣ ମଣ୍ଡପ ପରିସରରେ କୁକୁଡ଼ାଖନ୍ତି ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆୟୋଜିତ ପବିତ୍ର ଗୁରୁ ଦିବସ ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ଉପସ୍ଥିତ ସମସ୍ତ ଶିକ୍ଷକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଆଜିର ଦିବସଟି ଆମ ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ମହାନ ଲେଖକ ତଥା ଦାର୍ଶନିକ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ଅଙ୍କ ଜନ୍ମତିଥି ଅବସରରେ ଆଜି ଦିନଟିକୁ ପ୍ରତିବର୍ଷ ଗୁରୁ ଦିବସ ଭାବରେ ପାଳନ କରାଯାଉଛି। ଉନ୍ନତମାନର ଶିକ୍ଷା ଲାଭ କରି ନିଜକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବାର ପ୍ରୟାସ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାଗ୍ରତ ହୋଇଛି। ଶିକ୍ଷକମାନେ ହେଉଛନ୍ତି ମଣିଷଗଢ଼ା କାରଖାନାର କୁଶଳୀ ଇଞ୍ଜିନିୟର। ସେମାନେ ଭଲ ମଣିଷ ତିଆରି କରି ଆମ ସମାଜ, ରାଜ୍ୟ, ଦେଶ ତଥା ଜାତିର ସମୃଦ୍ଧି ପାଇଁ କାର୍ଯ୍ୟ କରିଥାନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଏବିୟୁ ତ୍ରିନାଥ ମଲ୍ଲିକ, ଏବିୟୁ ସୌରିଶଙ୍କର ବେହେରା, ଏବିୟୁ ସୀମାଞ୍ଚଳ କାର୍ଯ୍ୟ, ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସାରଥୀ ପାତ୍ର, ଗଞ୍ଜାମ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ହେମନ୍ତ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଅବସରପ୍ରାପ୍ତ 13 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସମ୍ମାନିତ କରାଯାଇଥିଲେ। କୁକୁଡ଼ାଖନ୍ତି ରୂପୀ କୃଷ୍ଣମୂର୍ତ୍ତି ରିପୋର୍ଟ।